ଘରେ ଜଣେ ଝିଅ ଓ ତାଙ୍କ ବାପା ଥିଲେ ଯିଏ ପରସ୍ପରକୁ ବହୁତ ଭଲ ପାଉଥିଲେ। ପ୍ରତି ସକାଳେ ସେମାନେ ଏକାଠି ଯାତ୍ରା କରୁଥିଲେ। ବାପାଙ୍କର କାମ ପାଇଁ ଗୋଟିଏ ଛୋଟ ନୀଳ ସ୍କୁଟର ଥିଲା, ଆଉ ଝିଅର ଥିଲା ତାର ଛୋଟ ସାଇକେଲ। ସେମାନଙ୍କୁ ବେଶୀ କଥା ହେବା ଦରକାର ନଥିଲା। ତାଙ୍କ ହସରେ ହିଁ ତାଙ୍କ ଖୁସି ଜଣାପଡ଼ୁଥିଲା। ଝିଅଟି ଯେତେବେଳେ ସ୍କୁଲରେ ପଢ଼ୁଥିଲା ଓ ଉତ୍ତର ଦେବାକୁ ଖୁସିରେ ହାତ ଟେକୁଥିଲା, ସେତେବେଳେ ବାପା ସାରା ସହର ବୁଲନ୍ତିଲେ। ସେ ବାକ୍ସ ପହଞ୍ଚାଉଥିଲେ, ବଜାରରେ ଜିନିଷ ବିକୁଥିଲେ, ଆଉ ଘରେ ରୋଷେଇ ମଧ୍ୟ କରୁଥିଲେ। ସେ ବହୁତ ପରିଶ୍ରମ କରୁଥିଲେ, ଏପରିକି ବିଳମ୍ବିତ ରାତିରେ ମଧ୍ୟ। କିନ୍ତୁ ଦିନେ ଗୋଟିଏ ଦୁଃଖଦ ଘଟଣା ଘଟିଲା। କିଛି ପିଲା ଝିଅର ପୁରୁଣା ସାଇକେଲ ଦେଖି ହସିଲେ, ଆଉ ଝିଅଟି କାନ୍ଦିଲା। ବାପା ତାର ଦୁଃଖ ଦେଖିଲେ, ଆଉ ତାଙ୍କ ହୃଦୟ ଭାଙ୍ଗିଗଲା। ସେ ଜାଣିଥିଲେ ତାଙ୍କୁ କିଛି କରିବାକୁ ପଡ଼ିବ। ତେଣୁ ବାପା ଆହୁରି ଅଧିକ ପରିଶ୍ରମ କଲେ। ସେ ଗାତ ଖୋଳିଲେ ଆଉ ଭାରୀ ବସ୍ତା ବୋହିଲେ, ସାରା ଅନ୍ଧାର ରାତିରେ। ଶେଷରେ ସେ ଥକି ଯାଇଥିଲେ ବି ଖୁସିରେ ଘରକୁ ଫେରିଲେ, ଆଉ ଝିଅକୁ ଜୋରରେ କୁଣ୍ଢେଇ ପକାଇଲେ। ତା ପରଦିନ ସକାଳେ ଝିଅଟି ଗୋଟିଏ ବଡ଼ ଆଶ୍ଚର୍ଯ୍ୟ ଦେଖିଲା। ତାର ପୁରୁଣା ସାଇକେଲ ନଥିଲା, ଆଉ ତା ଜାଗାରେ ଗୋଟିଏ ନୂଆ ଚକଚକିଆ ଗୋଲାପୀ ସାଇକେଲ ତା ପାଇଁ ଅପେକ୍ଷା କରିଥିଲା। ତାର ଦୁଃଖର ଲୁହ ଖୁସିର ଚିତ୍କାରରେ ବଦଳିଗଲା। ବାପାଙ୍କ କଠିନ ପରିଶ୍ରମ ଓ ସ୍ନେହ ତାଙ୍କୁ ଏହି ବିଶେଷ ଉପହାର ଆଣିଦେଇଥିଲା। ସେମାନଙ୍କ ଯାତ୍ରା ପୁଣି ଆରମ୍ଭ ହେଲା, ଏବେ ଆଉ ଅଧିକ ଖୁସିରେ।